ନମସ୍କାର ବନ୍ଧୁମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ 2024 ମାର୍ଚ୍ଚ 15 ତାରିଖରୁ ପ୍ରେମ, ବିଳାସ ଏବଂ ସମୃଦ୍ଧିର ଗ୍ରହ ଶୁକ୍ର ନିଜ ଗତି ପରିବର୍ତ୍ତନ କରି ରେବତୀ ନକ୍ଷତ୍ରରେ ପ୍ରବେଶ କରିବେ। ବୁଧ ରେବତୀ ନକ୍ଷତ୍ରର ଶାସକ ହୋଇଥିବାରୁ ଏହି ଗ୍ରହ ଗମନର ମିଶ୍ରିତ ପ୍ରଭାବ ଅନେକ ରାଶି ଉପରେ ପଡ଼ିବ। ଜ୍ୟୋତିଷ ଭବିଷ୍ୟତବାଣୀ ସୂଚିତ କରେ ଯେ ଏହି ପରିବର୍ତ୍ତନ ଆର୍ଥିକ କ୍ଷେତ୍ର ଏବଂ ବ୍ୟବସାୟିକ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଖାସ୍ କରି ଏହି ସମୟରେ 4ଟି ରାଶିକୁ ସତର୍କ ରହିବା ଜରୁରୀ ଅଟେ। ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ଯେ ଏହି ସମୟରେ କେଉଁ ଜାତକର ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପଡ଼ିବ। ତା ପୂର୍ବରୁ ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ପ୍ରଥମ ରାଶି ହେଉଛି ମେଷ ରାଶି। ଏହି ତାଲିକାରେ ପ୍ରଥମେ ଆସନ୍ତି ରାଶିଚକ୍ରର ପ୍ରଥମ ରାଶି ମେଷ। ମେଷ ରାଶି ପାଇଁ ଏହି ସମୟ ଅତି ରଞ୍ଜିତ ରହିବ। ଆପଣ ଆପଣଙ୍କର ସୁଖ ସୁବିଧାକୁ ଉନ୍ନତ କରିବା ନାମରେ ସଞ୍ଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନଷ୍ଟ କରିପାରନ୍ତି। ଏହି ସମୟ ନିବେଶ ଦୃଷ୍ଟିରୁ ବହୁତ ବିପଦପୂର୍ଣ୍ଣ। ତେଣୁ ବର୍ତ୍ତମାନ ପାଇଁ ଯେକୌଣସି ବଡ଼ ଆର୍ଥିକ କାରବାରକୁ ସ୍ଥଗିତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ। ଆପଣଙ୍କର ଅଯଥା ଖର୍ଚ୍ଚ ଏବଂ ଆପଣଙ୍କର ଆର୍ଥିକ ସନ୍ତୁଳନକୁ ବିଗାଡ଼ି ଦେବ। ଆପଣଙ୍କର ଋଣ କରଜ ଯାହା ବି ଥିଲା ଆପଣ ଯାହା ଭାବିଥିଲେ ସୁଝିଦେବା ପାଇଁ ତ ସେସବୁ ବଢ଼ିପାରେ। ତା ପ୍ରତି ଆପଣ ଟିକେ ସତର୍କ ରୁହନ୍ତୁ। ଆପଣଙ୍କର ଶିକ୍ଷା କ୍ଷେତ୍ରରେ ବି ଆପଣ ସତର୍କ ରହିବା ଉଚିତ ଏବଂ ଏହି ସମୟରେ ଆପଣ ମନ ଦେଇ ପଢ଼ିବା ଉଚିତ। ଆପଣଙ୍କର ସ୍ୱାସ୍ଥ୍ୟରେ ଥଣ୍ଡା, କାଶ, ଜ୍ୱର ଭଳିଆ ସମସ୍ୟା ଦେଖା ଦେଇପାରେ। ତ ବନ୍ଧୁମାନେ ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। କର୍କଟ ରାଶି। ଏହି ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ପଥରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଆପଣଙ୍କର ଚାଲୁଥିବା କାମ ହଠାତ୍ ବନ୍ଦ ହୋଇପାରେ। ମାନସିକ ଏବଂ ଆର୍ଥିକ ଚାପ ବୃଦ୍ଧି ପାଇପାରେ। ପୈତୃକ ସମ୍ପତ୍ତିକୁ ନେଇ ପରିବାରର ସଦସ୍ୟଙ୍କ ସହିତ ବିବାଦ ନ ହେବା ପାଇଁ ସତର୍କ ରୁହନ୍ତୁ। ଆପଣଙ୍କର ଆଇନଗତ ଦଲିଲ ସ୍ୱାକ୍ଷର କରିବା ପୂର୍ବରୁ ପ୍ରତ୍ୟେକ ବିବରଣୀକୁ ଭଲ ଭାବରେ ସମୀକ୍ଷା କରନ୍ତୁ। ଆପଣଙ୍କର କାର୍ଯ୍ୟରେ ବାଧା ଏବଂ ପାରିବାରିକ ବିବାଦ ଦେଖା ଦେଇପାରେ। ଆପଣଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ସମସ୍ୟା ଦେଖା ଦେଇପାରେ। ଆପଣ ଏହି ମାସରେ ଟିକେ ସତର୍କ ରୁହନ୍ତୁ। ଆପଣ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। କିଛି ପଇସା ସଞ୍ଚୟ କରିବା ପାଇଁ ଚେଷ୍ଟା କରନ୍ତୁ। ଶିକ୍ଷା କ୍ଷେତ୍ରରେ ମଧ୍ୟ ମନ ଦେଇ ପାଠ ପଢ଼ିବାକୁ ପଡ଼ିବ। ସିଂହ ରାଶି। ଶୁକ୍ର ନକ୍ଷତ୍ର ପରିବର୍ତ୍ତନ ସିଂହ ରାଶି ଜାତକର ବ୍ୟକ୍ତିମାନଙ୍କ ଜୀବନରେ ମଧ୍ୟ ଅପ୍ରତ୍ୟାଶିତ ବାଧା ଆଣିପାରେ। ଆପଣଙ୍କର କର୍ମକ୍ଷେତ୍ରରେ ଆପଣ ବିରୋଧୀମାନେ ସକ୍ରିୟ ରହିବେ। ଆପଣଙ୍କର ପ୍ରତିଛବିକୁ ଖରାପ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ କ୍ଷତି ହୋଇପାରେ। ତେଣୁ ପ୍ରଚୁର ପରିମାଣରେ ଟଙ୍କା ଋଣ ଦେବାରୁ ବଞ୍ଚନ୍ତୁ। ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ଖର୍ଚ୍ଚ ଆପଣଙ୍କର ସଞ୍ଚୟକୁ ପ୍ରଭାବିତ କରିପାରେ। ଆପଣ ଟିକେ ଏହି ସମୟରେ ଯୁଆଡ଼େ ବାହାରକୁ ଯାଉଛନ୍ତି ଟିକେ ସତର୍କରେ ଗାଡ଼ି ଚଲାନ୍ତୁ ଏବଂ ନିଜେ ସତର୍କ ରୁହନ୍ତୁ। ଆପଣ ଅଯଥା ଟଙ୍କା ଖର୍ଚ୍ଚ ହେବାରୁ ବଞ୍ଚନ୍ତୁ। ସ୍ୱାସ୍ଥ୍ୟରେ ମଧ୍ୟ ଆପଣଙ୍କର ସମସ୍ୟା ଦେଖା ଦେଇପାରେ। ଆପଣ ଟିକେ ସତର୍କ ରୁହନ୍ତୁ। ତ ବନ୍ଧୁମାନେ ଆପଣଙ୍କର ଯଦି ଏହି ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଶେଷ ରାଶି ହେଉଛି ଧନୁ ରାଶି। ଏହି ସମୟରେ ଧନୁ ରାଶିର ଜାତକ ବ୍ୟକ୍ତିବିଶେଷ ପାଇଁ ମଧ୍ୟ ସତର୍କ ସୂଚନା ଦେବ। ଧନୁ ରାଶିର ଲୋକଙ୍କ ପାଇଁ ଘରର ସଜାସଜ୍ଜା କିମ୍ବା ଯାନବାହନରେ ଅପ୍ରତ୍ୟାଶିତ ଖର୍ଚ୍ଚ ହୋଇପାରେ। ଯଦି ଆପଣ ସମ୍ପତ୍ତି କିମ୍ବା ଜମିରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି ତେବେ ଅପେକ୍ଷା କରନ୍ତୁ।
କାରଣ ଟଙ୍କା ଅଟକି ଯିବାର ଯଥେଷ୍ଟ ସମ୍ଭାବନା ଅଛି। ଘର ଅସୁବିଧା ଏବଂ ଚାପ ଆପଣଙ୍କର ଆୟକୁ ହ୍ରାସ କରିବ। ତେଣୁ ଜିନିଷ କିଣିବାରୁ ନିବୃତ୍ତ ରହିବା ଭଲ। ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଟିକେ ସମସ୍ୟା ଦେଖାଦେଇପାରେ। ଆପଣ ସତର୍କ ରୁହନ୍ତୁ। ଆପଣଙ୍କର ବୈବାହିକ ଜୀବନରେ ମଧ୍ୟ ଆର୍ଗୁମେଣ୍ଟ ହୋଇପାରେ। ଆପଣଙ୍କର ବାଣୀ ଉପରେ ଆପଣ ନିୟନ୍ତ୍ରଣ ରଖନ୍ତୁ, ନହେଲେ ଆପଣ ହଇରାଣରେ ପଡ଼ିବେ। ତ ବନ୍ଧୁମାନେ, ଆପଣଙ୍କର ଯଦି ଧନୁ ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଆଜିର ଭିଡ଼ିଓଟା ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।